सेन सदा निरस्त कुहुकं सत्यं परं धीमहि जन्मादि यस्य जत अन्नवाद इतरतश्च अर्थेष्वभिज्ञस्वराट् तेने ब्रह्म हृदादिकवये मुह्यन्ति यद् धर्म प्रयोजित कैतव अत्र परम निर्मम शरणं सतां विद्यो वास्तवम् अत्र वस्तु शिवदं तापत्रय उन्मीलनं श्रीमद्भगवते महामुनिकृते किं वा परमैश्वर सद्यो हृदि अवरुध्यते अत्र कृतिभिः शुश्रूषो कल्पतरुर्पतितं फलं खमृतसंयुक्तं पिबत भागवतं रसायनं रसमायं मुहुर्मुहुरसिका भुवि भावुका वञ्चाकल्पतरुर्भ्यश्च कृपासिन्धुभैव च पतितानां पावनेभ्यो वैष्णवेभ्यो नमो नमः श्रीकृष्ण चैतन्य प्रभु नित्यानंद श्री अद्वैत राधर श्रीवासादि गौरभक्त वृंद समस्त हाथ तो टेकिया हरे कृष्ण 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 हरे 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 राम 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 Ram Ram हरे Hare हरे Hare हरे Hare Ram कृष्ण Hare कृष्ण Krishna Krishna हरे Krishna हरे Hare Hare हरे Hare राम Ram Hare राम Ram Ram हरे हरे Hare तव कथामृतं तप्तजीवनं कविभिरीडितं कल्मषापहम् श्रवणमङ्गलं श्रीमदाततं भुवि गृह्णन्ति ते भूरिदा जना भक्ताभिहीनापराधलक्षै चित्तस्य कामादितरङ्गमध्ये कृपामयि त्वं शरणं प्रपन्ना वृन्दे नमस्ते चरणारविन्दं वृन्दे नमस्ते चरणारविन्दं मोर परम पूज्य गुरुदेव श्रीमद श्री श्यामाकांत दास महाराज समस्त गुरुवर्ग वैष्णव वैष्णवी ଓ ଅନଲାଇନରେ ଯୋଡ଼ି ହେଇଥିବା ସମସ୍ତ ଶ୍ରୋତା ମଣ୍ଡଳୀଙ୍କ ଚରଣରେ ଅଧମର ଯଥାଯଥ କୋଟି କୋଟି ପ୍ରଣାମ ସ୍ୱୀକାର ହେଉ। ଏବେ ଆମେ ଏଠି ଭାଗବତର କିଛି କଥା କହିବା, ସ୍ୱତନ୍ତ୍ର ଭାବରେ କିଛି ଭାଗବତ କଥା ବିଷୟରେ ହିଁ କଥା କହିବା। ଶ୍ରୀମଦ୍ ଭାଗବତମ କଥା ବିଷୟଟି ଆଲୋଚନା କରିବା। ଶ୍ରୀମଦ୍ ଭାଗବତମ କଥା, ଏଇ ଯୋଉ କଥାଟା ଆମେ କହୁଛୁ ଶ୍ରୀମଦ୍ ଭାଗବତ କଥା, ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା, ଶ୍ରୀର ଅର୍ଥ ହେଲା ଶ୍ରୀଜୀ ବା ଶ୍ରୀ ରାଧା। ମଦ ଅର୍ଥ ହେଲା ରାଧିକାଙ୍କର ନିର୍ମଳ ପ୍ରେମ, ଶ୍ରୀ ରାଧିକାଙ୍କର ନିର୍ମଳ ପ୍ରେମକୁ ମଦ କହୁଛନ୍ତି। ଭାଗବତମର ଅର୍ଥ ହେଲେ ସ୍ୱୟଂ ଶ୍ରୀକୃଷ୍ଣ। ଭାଗବତମ ସ୍ୱୟଂ ଶ୍ରୀକୃଷ୍ଣ ଅଟନ୍ତି। ସେ ବିଷୟରେ ଆମେ ପରେ ଆଲୋଚନା ବି କରିବା। କଥା ଅର୍ଥ ହେଲା, କ ହେଲା ଭାଗବତ ରସ, ଥା ହେଲା ସେ ରସକୁ ହୃଦୟରେ ସ୍ଥାପନ କରିବା, ଅର୍ଥାତ୍ ଭାଗବତ ରସକୁ ହୃଦୟରେ ସ୍ଥାପନ କରିବା ହେଲା କଥା। ତେଣୁ ଶ୍ରୀମଦ୍ ଭାଗବତ କଥା ବିଷୟରେ ଆମେ ବର୍ତ୍ତମାନ ଜାଣିଲେ ଯେ ଏଠି ରାଧାକୃଷ୍ଣଙ୍କର କଥା ହିଁ ଏଥିରେ ବର୍ଣ୍ଣନା କରାହେଇଛି ଏବଂ ତାକୁ ଆମେ ଶ୍ରବଣ କୀର୍ତ୍ତନ ମନନ ସବୁବେଳେ କଲେ ଆମର କ'ଣ ଲାଭ ହେବ ଏବଂ କାହିଁକି କରିବା ସେ ବିଷୟରେ ମଧ୍ୟ ଆମେ ଆଲୋଚନା ଆଜି କରିବା। ଅର୍ଥାତ୍ ରାଧାକୃଷ୍ଣଙ୍କର ଲୀଳା ରସକୁ ଶ୍ରଦ୍ଧା ଓ ଭକ୍ତିର ସହିତ, ଏଇଟାକୁ ଆମେ ଗୁରୁତ୍ୱ ଦେଇ କହିବା ଯେ ଖାଲି ସେମିତି ଶୁଣିଲେ ହେବନି, ଶ୍ରଦ୍ଧା ରହିବା ଦରକାର ଏବଂ ଭକ୍ତି ମଧ୍ୟ ରହିବା ଦରକାର। ଶ୍ରଦ୍ଧା ଓ ଭକ୍ତିର ସହିତ ରାଧାକୃଷ୍ଣଙ୍କର ଏଇ ଲୀଳା ରସକୁ
ଯାହା ଭାଗବତରେ ବର୍ଣ୍ଣିତ ହୋଇଛି ସେ ରସକୁ ହୃଦୟରେ ସ୍ଥାପନ କରିବା ହେଲା ଶ୍ରୀମଦ୍ ଭାଗବତମ କଥାର ଲକ୍ଷ୍ୟ। ଖାଲି ଶୁଣିଲେ କଲେ ହବନି, ତାକୁ ଶୁଣିବା ସହିତ ଆମକୁ ଆମ ହୃଦୟରେ ସ୍ଥାପନ କରିବା ଆବଶ୍ୟକତା ରହିଛି। ଏତସ୍ମାତ୍ ପରମ କିଞ୍ଚିତ୍ ମନ ଶୁଦ୍ଧେ ନ ବିଦ୍ୟତେ ଜନ୍ମାନ୍ତରେ ଭବେତ୍ ପୁଣ୍ୟ ତଦା ଭାଗବତମ୍ ଲଭେତ୍। ଏହାର ଅର୍ଥ ହେଲା ଏତସ୍ମାତ୍ ପରମ ଅର୍ଥାତ୍ ଏଇ ଭାଗବତ ଠାରୁ ଅଧିକ ଶ୍ରେଷ୍ଠ କିଞ୍ଚିତ୍ ମନ ଶୁଦ୍ଧେ ନ ବିଦ୍ୟତେ, ମନକୁ ପବିତ୍ର ଓ ଶାନ୍ତି ପ୍ରଦାନ କରିବାକୁ ସଂସାରରେ ଆଉ କିଛି ନାହିଁ। ଅର୍ଥାତ୍ ଭାଗବତ ଠାରୁ ଅଧିକ ଶ୍ରେଷ୍ଠ ମନକୁ ପବିତ୍ର ଓ ଶାନ୍ତି ପ୍ରଦାନ କରିବାର ବସ୍ତୁ ସଂସାରରେ ଅନ୍ୟ କିଛି ନାହିଁ। ଜନ୍ମାନ୍ତରେ ଭବେତ୍ ପୁଣ୍ୟ, ଜନ୍ମ ଜନ୍ମାନ୍ତରରେ ଅର୍ଜିତ ପୁଣ୍ୟ ଯଦି ଏକାଠି ହେଇଥାଏ ତାହେଲେ ସଦା ଭାଗବତମ୍ ଲଭେତ୍, ଅର୍ଥାତ୍ ତେବେ ଯାଇ ଭାଗବତ କଥାମୃତ ଶ୍ରବଣ କରିବାର ସୁଯୋଗ ଆମକୁ ପ୍ରାପ୍ତି ହୋଇଥାଏ। ଜନ୍ମ ଜନ୍ମାନ୍ତରରେ ଅର୍ଜିତ ପୁଣ୍ୟ ଯଦି ଏକାଠି ହବ ତାହେଲେ ଯାଇକି ଭାଗବତ କଥାମୃତ ଶ୍ରବଣ କରିବାର ସୁଯୋଗ ପ୍ରାପ୍ତି ହେଇଥାଏ। କିଏ ବିଶାଖା ବେଶୀ ଡିଷ୍ଟର୍ବ କରୁଛି ଟିକେ ବନ୍ଦ କରେ ନା ସମସ୍ତେ ଯିଏ ହୋଷ୍ଟ ଅଛି ତାକୁ ହଉଛି ମ୍ୟୁଟ କରିଦିଅନ୍ତୁ। ସମସ୍ତେ କେତେ ମ୍ୟୁଟ mute କୁ କରିବି? ଯାଆନ୍ତୁ, ଦୟାକରି ସମସ୍ତେ ମ୍ୟୁଟ କୁ ଯାଆନ୍ତୁ। ଇଏ ତ ଅଧମ କିଛି କହୁଛି, ୟାକୁ ଭଗବାନ ଦେଇଛନ୍ତି, କୃପା କରିଛନ୍ତି, ଟିକେ ଟିକେ ଶୁଣିବାର ମୁଁ ପ୍ରାର୍ଥନା କରୁଛି ସମସ୍ତଙ୍କୁ। ତେଣୁ ଭାଗବତ ହେଉଛି ସବୁଠାରୁ ଶ୍ରେଷ୍ଠ ଏବଂ ମନକୁ ପବିତ୍ର ଓ ଶାନ୍ତି ପ୍ରଦାନ କରିବାରେ ଏହା ସମ ଆଉ କିଛି ବି ସଂସାରରେ ନାହିଁ। ଜନ୍ମ ଜନ୍ମାନ୍ତରରେ ଆମେ ଯେଉଁ ପୁଣ୍ୟ ଅର୍ଜନ କରିଛୁ ଏବଂ ତାକୁ ଯଦି ଏକାଠି କରି ଦିଆଯାଏ, ସେଇଟା ଯଦି ଏକାଠି ହବ ତାହେଲେ ଯାଇକି ଭାଗବତ କଥାମୃତ ଶ୍ରବଣ କରିବାର ସୁଯୋଗ ସେଇମାନଙ୍କୁ ହିଁ କେବଳ ପ୍ରାପ୍ତି ହେଇଥାଏ। ସମସ୍ତେ ଭାଗବତ ଶ୍ରବଣ କରୁନାହାନ୍ତି ବା କରିପାରିବେ ନାହିଁ। ଅମୃତକୁ ଆମେ ଜାଣୁଛୁ ଅମୃତ ଖାଇଲେ ଅମର ହେଇଯିବେ, କିନ୍ତୁ ଏଠାରେ ଅମୃତ କାଚ ସହିତ ତୁଳନୀୟ। ମାତ୍ର ଭାଗବତ କଥାମୃତ, ଭାଗବତ ବି ଅମୃତ, କିନ୍ତୁ ସେ ଭାଗବତର ଯେଉଁ କଥାମୃତ, ଯେଉଁ କଥା ଆମେ ଭାଗବତ କଥା ବିଷୟରେ ଆଲୋଚନାଟା କଲେ ଶ୍ରୀରାଧା ଏବଂ କୃଷ୍ଣଙ୍କର ଲୀଳା ବର୍ଣ୍ଣନା କରାଯାଇଛି ସେଥିରେ, ଏହା ମଣି ସହିତ ତୁଳନୀୟ। ଅମୃତ ଯଦି କାଚ ହେଲା ତାହେଲେ ଭାଗବତମ ଅମୃତମ, ଭାଗବତ କଥା ଇଏ ମଣି ସହିତ ତୁଳନା କରାଯାଇଛି ତାକୁ। ଅର୍ଥାତ୍ ସ୍ୱର୍ଗରେ ଦେବତା ମାନଙ୍କ ପାଇଁ ଏତେ ଦୁର୍ଲଭ ଜିନିଷ ଇଏ ଯେ ସ୍ୱର୍ଗରେ ଦେବତା ମାନଙ୍କ ପାଇଁ ମଧ୍ୟ ଭାଗବତ କଥାମୃତ ଶୁଣିବାର ସୁଯୋଗ ନଥାଏ। ସ୍ୱର୍ଗ ଲୋକ, ସତ୍ୟ ଲୋକ, କୈଳାସ, ବୈକୁଣ୍ଠ ଯୋଉଠି ବି ହଉ ଇଏ ଭାଗବତ ରସ କୋଉଠି ବି ନାହିଁ। ତେଣୁ ମର୍ତ୍ତ୍ୟରେ ଏହା କେବଳ ମର୍ତ୍ତ୍ୟରେ ସମ୍ଭବ। ତେଣୁ ମର୍ତ୍ତ୍ୟରେ ଯେଉଁଠି ଭାଗବତ ପାଠ ହୁଏ ସେଟାକୁ ଭଗବାନ ସ୍ୱୟଂ ଓ ସମସ୍ତ ଦେବତା ମଧ୍ୟ ଆସିକି ପଦାର୍ପଣ କରନ୍ତି। ବ୍ରହ୍ମା ବ୍ରହ୍ମଣୀଙ୍କ ସହିତ, ଶିବ ପାର୍ବତୀଙ୍କ ସହ ଏବଂ ନାରାୟଣ ଗରୁଡ଼ଙ୍କ ସହ ସେଠାରେ ଆସିକି ଆବିର୍ଭାବ ହୁଅନ୍ତି ଏବଂ ଉପସ୍ଥିତ ହେଇଯାଆନ୍ତି। ତେଣୁ ଭାଗବତ କଥା ଆଲୋଚନା ଯୋଉଠି ହଉଛି ଏବଂ ଶ୍ରବଣ କୀର୍ତ୍ତନ କରୁଛି ତା ଭିତରେ କେହି କେହି ବି ଆମେ ଉଠି ଯାଉଛୁ ପୁରା ଠାକୁର ଘରେ ଯାଇକି ଆମର ସେବା କରିବା, ଠାକୁରଙ୍କୁ ପୂଜା କରିବା। ସେଠି ଠାକୁରଙ୍କୁ ପୂଜା ନବ କିଏ? କାରଣ ଭଗବାନ ସେ ସ୍ଥଳରୁ ଯାଇକି ସେଇ ଘରେ ଯଦି ଅନ୍ୟ କୋଉଠି ଭାଗବତ ଆଲୋଚନା ହଉଛି ସେଠି ଯାଇକି ପହଞ୍ଚି ଯାଇଛନ୍ତି। ସ୍ୱର୍ଗେ ସତ୍ୟେ ଚ କୈଳାସ ବୈକୁଣ୍ଠେ ନାସ୍ତେୟ ରସ ଅତ ପିବନ୍ତୁ ମଦ୍ଭାଗ୍ୟ ମାଙ୍ଗ ମୌଥତ୍ କହି ରଚିତ। ଅର୍ଥାତ୍ ଏ ଦୃଷ୍ଟିରୁ କୁହାଯାଏ ଭାଗବତ କଥା ଅତ୍ୟନ୍ତ ଦୁର୍ଲଭ ଏବଂ ଶ୍ରେଷ୍ଠ। ଭାଗବତମ ହେଲେ ପରମହଂସ ବା ସର୍ବଶ୍ରେଷ୍ଠ ସଂହିତା, ଏହାଠୁ ଶ୍ରେଷ୍ଠ କିଛି ବି ନାହିଁ। ଏ ବିଷୟରେ ମଧ୍ୟ ଆମେ କହିବା। ଭାଗବତ କଥା, ଏହାର ପ୍ରମାଣ ହେଉଛି ଭାଗବତ କଥା ଏତେ ଶ୍ରେଷ୍ଠ ଯେ ଏହାର ଲାଭ ଏତେ ଦୁର୍ଲଭ ଯେ ଭାଗବତ କଥା 7 ଦିନ ଶୁଣିକିରି ଆମେ ଜାଣିଛୁ ଯେ ଅଭିଶପ୍ତ ରାଜା ପରୀକ୍ଷିତ ଯେଉଁ ଅଭିଶାପ ପାଇଥିଲେ ସେ ବିଷୟରେ ଆଉ ବେଶୀ ଆଲୋଚନା କରିବାନି, ବହୁତ ସମୟ ଯିବ। କେମିତି କପିଳମୁନି ଆଶ୍ରମରେ ଯାଇକରି ସିଏ ପହଞ୍ଚିଥିଲେ ଏବଂ ସେଠି ପହଞ୍ଚିଲା ପରେ ତୃଷାର୍ଥ ହେଇକରି ପହଞ୍ଚିଲେ, କିନ୍ତୁ କପିଳମୁନି ଧ୍ୟାନସ୍ଥ ଥିବା ଯୋଗୁଁ ସେଠି ସିଏ ଆଉ ତାଙ୍କୁ କିଛି ଜାଣିପାରିଲେନି ଯେ ସିଏ ଆସିଛନ୍ତି ବୋଲି ଏବଂ ତାଙ୍କୁ କିଛି ରେସ୍ପଣ୍ଡ କଲେ। ଏଥିରେ ପରୀକ୍ଷିତ ଜଣେ ମହାଜ୍ଞାନୀ ମହାଦାନୀ ରାଜା, କିନ୍ତୁ ଆମେ ଜାଣିଛେ ଆଗରୁ ଯେ ସେ କଳିକୁ ଆଶ୍ରୟ ଦେଇଥିଲେ ଏବଂ କଳିକୁ ସୁନାରେ ରହିବ ବୋଲି ମଧ୍ୟ ଗୋଟେ ଦେଇଥିଲେ ତାର ଅପସନ୍, ସେଇ ଜାଗାରେ ସେ ରହିବେ। ତେଣୁ ଇଏ ମୁକୁଟ ପିନ୍ଧି ଯାଇଥିଲେ, କଳି ସେଇଠି ତାଙ୍କର ଖେଳ ଆରମ୍ଭ କରିଦେଲେ।
सी तांको मायाग्रस्त करदेले मती भ्रम करदेले एवं ये क्रोध प्रकाश करी गोटे मला साप को तांको बेकरे दे देथिले तापरे परे सेठी चली गले तापरे कपिल मुनिकर जो बालक पुत्र सी आसी सेठी पहुंची ये कथा देखिकी से क्रोधित होकर अभिशाप देदेले जी काम करिछि ताको 7 दिन रे दक्षिण दंशन कर से 7 दिन जो है पाखे पहुँचला एवं से 7 दिन से किमिति बितेबे किमिति ये संसार पारिबे से मती ठीक है कलिया से प्रभाव से ना मुकुट से ना मुंडे तापर से कौन कले जे भागवतम नारद परामर्श भागवतम कथा 7 दिन धरिकी से शुणी एवं से से मुख्य प्राप्ति होती परीक्षित मुख्य प्राप्ति होती एणु ये जीवगण आम समस्ते जीव आम समस्ते ये पवित्र भागवत कथा सब श्रवण करने दरकार पठन भी करने दरकार दुर्लभ एव कथा लोके श्रीमद् भागवत भवा कोटि जन्म समुत्थेन पुण्य दैव नैव तुलभ्यते कोटि जन्म पुण्य हेले भागवतर दुर्लभ कथा शुणिबार जो सुजोग मिलता है तेणु आम ये सुजोग संसार भितर रहा केवल संसार नहीं संभव कलिजुगे ये संसार में जन्म होगी आम ये सुजोग को हाथ छड़ा केवे करवा उचित नुहे परम शास्त्र भागवत अभ्यास करुथिबो नित ये कथा कह जाइछि तेणु ये परम शास्त्र को प्रतिदिन किछि ना किछि आमे पढ़िबा एवं श्रवण करिवार सुजोग सब बेले हासिल करिया दरकार अछि भागवत होउचंदी श्रेष्ठ ज्ञान किंतु ना यह भगवान को निज विषय ज्ञान एवं कथा इधर भगवान को निज विषय ही वर्णना कराई तेणु यह सर्वश्रेष्ठ ये श्रेष्ठ ज्ञान ये भागवत एक साधारण ग्रंथ नुहे तेणु या गोटे साधारण ग्रंथ बोली भाविया आमर उचित नुहे यार प्रमाण मध्य अछि जे 4टी वेद भागवत किमती देखंतु एते कौन कौन सब अच्छी सन्निवेशित आमर वेद उपनिषद सब रही तो 4 वेद 12टी उपनिषद जहाँ कहा जाइछि जो जो कथा वर्णना करा जाइछि से समस्त वर्णित अर्थ को लेकरी व्यासदेवता निर्यास रूप तार सारांशटा को ये भागवत सन्निवेशित कर विस्तृत भाव में तेणु ये कथा किए कही चतुर्सन एक कथा कही कथार द्वादश स्कंद भागवत तेणु द्वादश स्कंद भागवत विभक्त होती तेणु ये स्वयं भगवान से भागवत हूँ स्वयं भगवान ये कथार प्रमाण मध्य रही द्वादश स्कंद भागवत है स्वयं कृष्ण बा भगवान सी हेले शब्द ब्रह्म कहुच्छी आम जाचु जे प्रथम स्कंद एवं द्वितीय स्कंद हेले भगवान को 2टी पाद तृतीय और चतुर्थ स्कंद हेले 2टी जानू पंचम स्कंद हेले नाभि षष्ठ स्कंद हेले वक्ष भगवान एवं सप्तम एवं अष्टम स्कंद हेले 2 बाहु नवम स्कंद हेले गलदेश दशम स्कंद हेले मुखारबिंद एकादश स्कंद हेले ललाटपट एवं द्वादश स्कंद हेले शिर प्रदेश जोटि आपंकर मयूरपंखा इत्यादि से धारण करें भागवत जदि स्वयं भगवान निजे हेले ताले भागवत से कह जाए भागवत घर को जो आम पूजा अर्चना कर आमर ठाकुर घर ठीक जंग रखा तार जत्न ठीक भाव ना तार जमी अवमान किसी न हुए एवं भागवत उपर अन्य कौन बही बा अन्य कौन किसी अन्य जोटा कह आम सांसारिक वस्तु किसी किसी रखा कथा नुह तार जत्न ठीक भाव नवा दरकार तार अर्चना ठीक भाव नियमित करने दरकार अच्छे यही कथा पद्म पुराण वर्णित अच्छी पाद तृतीय तुरु पाद जदायु प्रथम द्वितीय तृतीय पंचम एव षष्ठु उदांतर द्वैजो गणंकथानौ कंठस्तुराजन् नवमो जदीयो मुखारविन्दं दशम प्रफुल्लम् एकादशोजस्य
ସୋଇଦାବତାରମ୍ ଅପାର ସଂସାର ସମୁଦ୍ର ସେତୁ ଭଜାମହି ଭାଗବତ ସ୍ୱରୂପମ୍। ତେଣୁ ଭାଗବତର ଏଇ ସ୍ୱରୂପ କଥା ପଦ୍ମପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି। ଏହାକୁ କେହି ମନଗଢ଼ା କରି କହିନି। ତେଣୁ ଆମକୁ ବିଶ୍ୱାସ କରିବାକୁ ହେବ ଯେ ଭାଗବତ ହେଉଛନ୍ତି ସ୍ୱୟଂ ଭଗବାନ ଏବଂ ତାଙ୍କ ଭାଗବତ ପଢ଼ିବା ମାନେ ତାଙ୍କ ପାଖରେ ରହିବା, ଭଗବାନଙ୍କ ପାଖରେ ରହିବା କଥା। ତେଣୁ ଯିଏ ଭାଗବତ କଥା ଶ୍ରବଣ କରୁଛନ୍ତି ସେ ତାଙ୍କ ପାଖରେ ଭଗବାନ ସେ ସ୍ଥାନକୁ ଆସି ପହଞ୍ଚନ୍ତି। ଭାଗବତ ନିଜେ ହେଉଛନ୍ତି ଭଗବାନ। ଏଇ କଥାଟିଏ ବର୍ତ୍ତମାନ ଗୋଟେ କଥା ଶୁଣିବା। କଥାଟା ହେଲା ଦିନେ ଭଗବାନଙ୍କୁ ଖୋଜି ଖୋଜି ବୈକୁଣ୍ଠରେ ନାରଦ ଯାଇକି ପହଞ୍ଚି ଯାଇଛନ୍ତି। କୁଆଡ଼େ ପାଇନାହାନ୍ତି ଏବଂ ସେ ଯେଠି ଲକ୍ଷ୍ମୀଙ୍କୁ ଦେଖିଲେ ଲକ୍ଷ୍ମୀ ପାଖରେ ବି ଭଗବାନ ନାହାନ୍ତି। ତେଣୁ ଲକ୍ଷ୍ମୀଙ୍କୁ ପଚାରିଲେ ଭଗବାନ କେଉଁଠି, କୁଆଡ଼େ ଯାଇଛନ୍ତି? ଏବଂ ଏଇ କଥା ଭିତରେ କିଛି ସମୟ ପରେ ଭଗବାନ ସେଠାରେ ଆସି ପହଞ୍ଚିଲେ। ସେ ପହଞ୍ଚିବା ପରେ ନାରଦ ତାଙ୍କୁ ପଚାରିଲେ ଆପଣ ଖୋଜି ଖୋଜି ମୁଁ କୁଆଡ଼େ ପାଉନି, ଆପଣ ଖୋଜିଲେ କୋଉଠୁ ମିଳିବ ମୋତେ କହିଲେ? ଭଗବାନ କହିଲେ ନା ହମ୍ ବସାମି ବୈକୁଣ୍ଠେ ଯୋଗୀନାଂ ହୃଦୟେନ ଚ ମଦ୍ଭକ୍ତା ଯତ୍ର ଗାୟତେ ତତ୍ର ତିଷ୍ଠାମି ନାରଦ। ଅର୍ଥାତ୍ କଳି ଯୁଗରେ 4ଟି ସ୍ଥାନରେ ଭଗବାନ ମିଳିବେ। ଭାଗବତମରେ, କାରଣ ସେ ହେଲେ ଶବ୍ଦ ବ୍ରହ୍ମ, ସେ ନିଜେ ଭଗବାନ। ତୁଳସୀ ମହାରାଣୀଙ୍କ ଠାରେ, ସେଇଥିପାଇଁ ତ ଆମେ ଭଗବାନଙ୍କ ସେଠି ପୂଜା ଅର୍ଚ୍ଚନା ତୁଳସୀ ମହାରାଣୀ ପାଖରେ କରୁଛୁ ପ୍ରତିଦିନ। ଗଙ୍ଗାରେ ବୋଧେ ଭଗବାନ ମିଳିବେ। ତେଣୁ ଦେଖିବେ ଯେତେ ଆମେ ଶାସ୍ତ୍ର ପୁରାଣରେ ପଢୁଛୁ ବିଭିନ୍ନ ତପସ୍ୟା ଯୋଗୀମାନେ ଯୋଉ କରୁଛନ୍ତି ସେ ଗଙ୍ଗା କୂଳରେ ହିଁ ରହିକିରି କରୁଛନ୍ତି। ଏମିତିକି ପରୀକ୍ଷିତକୁ ଯୋଉ ଶୁଣେଇଲେ ଭାଗବତମ୍ ସେ ବି ଗଙ୍ଗା କୂଳରେ ବସିକି ଶୁଣେଇଥିଲେ। ଆଉ କୋଉଠି ନା କଳିଯୁଗରେ ଶୁଦ୍ଧ ଭକ୍ତ ମାନଙ୍କର ହୃଦୟରେ ମୁଁ ବାସ କରିଥାଏ। ତେଣୁ ଶୁଦ୍ଧ ଭକ୍ତ ମାନଙ୍କର ଅସମ୍ମାନ କରିବା ଆମେ ଉଚିତ ନୁହେଁ। ତାଙ୍କୁ ପୂଜା କରିବା ଉଚିତ, ତାଙ୍କୁ ସମ୍ମାନ ଦେବା ଉଚିତ। ଜୀବର ନାମ, ଆମେ ସମସ୍ତ ଜୀବ, ସମସ୍ତଙ୍କର ଗୋଟେ ଗୋଟେ ନାମ ଅଛି। ତେଣୁ ଜୀବର ନାମ ଏବଂ ସେ ଅର୍ଥାତ୍ ତା ଶରୀର ଅଲଗା। କାରଣ ଯେତେବେଳେ ସେ ମୃତ୍ୟୁ ହେଇଯାଏ ତାର ଶରୀର ଚାଲିଗଲା ତା ବାଟରେ, ନାମ ରହିଗଲା ତା ବାଟରେ। ମାତ୍ର ଭଗବାନ ଏବଂ ତାଙ୍କର ନାମ ଇଏ ଦିଟା ଅଲଗା ନୁହେଁ। ନାମ ଡାକିଲେ ବି ଆମେ ସେ ଭଗବାନଙ୍କୁ ହିଁ ପାଇବା। ଭାଗବତ କଥା ଶ୍ରବଣ କରିବା ଓ ଭଗବାନଙ୍କ ସହ ରହିବା କିଛି ଅଲଗା କଥା ନୁହେଁ। ଭଗବାନଙ୍କ ସହ ରହିବାର ଯଦି ଇଚ୍ଛା ଅଛି ତାହେଲେ ଭାଗବତ କଥା ଶୁଣନ୍ତୁ। ସବୁବେଳେ ଭଗବାନଙ୍କ ପାଖରେ ଆପଣ ରହିବେ, ଭଗବାନ ଆପଣଙ୍କ ପାଖରେ ରହିବେ। ଏ ସଂସାରରେ ଜପ ତପ ଯାହା ବି ଆମେ କରୁଛୁ ସବୁ ପୁଣ୍ୟ ପାଖରୁ ଭାଗବତ ହଉଛି ଅଧିକ ଓଜନିଆ। ଭାଗବତ ସବୁଠୁ ଭାରି। ଯଦି କୋଟି ଗୋଦାନ ଅନ୍ନଦାନ ଆମେ କଲେ, ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ପ୍ରୟାଗ ତୀର୍ଥରେ ଗଙ୍ଗା କୂଳରେ କଳ୍ପବର୍ଷ ବାସ କଲେ, ମେରୁ ପର୍ବତ ସମ ସ୍ୱର୍ଣ୍ଣଦାନ କଲେ, 10,000 ଯଜ୍ଞ କଲେ, ଯେତିକି ପୁଣ୍ୟ ଆମର ଲାଭ ହୁଏ କେବଳ ଗୋବିନ୍ଦ ନାମ ଥରେ ଉଚ୍ଚାରଣ କରିଦେଲେ ତାଠାରୁ ଅଧିକ ପୁଣ୍ୟ ମିଳିଥାଏ। ଅର୍ଥାତ୍ ଏ ସମସ୍ତ ପୁଣ୍ୟକୁ ଯଦି ଗୋଟେ ସାଇଡରେ ରଖିଦେବା ଆମେ ତ ଗୋଟେ ନିକିତିର, ଏବଂ ଶ୍ରୀମଦ୍ ଭାଗବତକୁ ଯଦି ଗୋଟେ ଅନ୍ୟ ସାଇଡରେ ନେଇକି ରଖିଦେବା, ଅନ୍ୟ ପାଖରେ ରଖିଦେବା, ତାହେଲେ ଦେଖିବେ ତାହେଲେ ଭାଗବତମ ହେଲେ ଓଜନିଆ ହେଇଯିବ, ଇଏ ଉପରକୁ ଟେକି ହେଇଯିବ। ତାହେଲେ କେତେ ପୁଣ୍ୟ ମିଳେ ଭାଗବତ କଥାରେ ଏଇଟା ପ୍ରମାଣ କରୁଛି। ଗୋ କୋଟି ଅନ୍ନ ଦାନ ଶ୍ରବଣେ ଗ୍ରହଣେ, ଗୋ କୋଟି ଅନ୍ନ ଦାନ ଗ୍ରହଣେ, ଖଗସ ପ୍ରୟାଗ ଗଙ୍ଗୋଦକ କଳ୍ପବାସ, ଯଜ୍ଞ ଅୟୁତ ସୁବର୍ଣ୍ଣ ମେରୁଦାନମ, ଗୋବିନ୍ଦ କୀର୍ତ୍ତନ ସମସତାଂଶଇ। ତେଣୁ କୁହାଯାଉଛି ଭାଗବତରେ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। କେତେ ମହିମା ଗୋବିନ୍ଦ ନାମରେ। ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ, ସେ ବ୍ରଜ ନାରୀଙ୍କ ପୟରେ ମନମ ଥାଉ ନିରନ୍ତରେ, ମନମ ନିରନ୍ତରେ ଥାଉ ହା କୃଷ୍ଣ କହି ଯିବ ଯାଉ, ହା କୃଷ୍ଣ କହି ଯାଉ ଯିବ ମତେ ଉଦ୍ଧର ବାସୁଦେବ। ତେଣୁ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ଗୋବିନ୍ଦଙ୍କ ପାଦରେ ଗଙ୍ଗା ନିଜେ ବାସ କରୁଛନ୍ତି। ଗୋବିନ୍ଦ ଗୋବିନ୍ଦ ପଦୁ ମାନେ ପଦ ମାନେ ସେ ନାମ ବି ତାକୁ ଧରି ଯାଇପାରେ, ଗୋବିନ୍ଦ ନାମ ବୋଲି ମଧ୍ୟ କୁହାଯାଇପାରେ। ସେଥିରେ ମକରନ୍ଦ ଅଛି ଏବଂ ସେ ମକରନ୍ଦ ପାନ କରି ହେଳେ ତଳିଲେ ବ୍ରଜନାରୀ, ସେ ବ୍ରଜନାରୀଙ୍କ ଉପରେ ମନ ମଥାଉ। ତେଣୁ ସେଇ
ଭାଗବତମ କଥାରେ ଯୋଉ ଗୋବିନ୍ଦଙ୍କର ନାମ ସବୁ ରହିଛି ସେ ନାମକୁ ବାରମ୍ବାର ଉଚ୍ଚାରଣ କଲେ, ଶ୍ରବଣ କଲେ, ଆମର ମଙ୍ଗଳ ହିଁ ମଙ୍ଗଳ ହବ। ଯେହେତୁ ସମସ୍ତ ବେଦ ଉପନିଷଦର ସାରରୁ ଏ ଭାଗବତ କଥା ବର୍ଣ୍ଣିତ ହୋଇଛି ବୋଲି ଆଗରୁ ଆମେ ଜାଣିଲୁ, ଏଣୁ କୁହାଯାଇପାରେ ବେଦ ଉପନିଷଦ ହେଲେ ବୃକ୍ଷର ଡାଳ, ପତ୍ର, ପୁଷ୍ପ, ଫଳ, କିନ୍ତୁ ଭାଗବତ ହେଲେ ପାଚିଲା ରସାଳ ଫଳ, ଯାହା ଅମୃତ ଭଳିଆ ବା ଅମୃତ ସମ ଓ ଏହାର ସ୍ୱାଦ ଅତି ଉତ୍ତମ। ତେଣୁ ସବୁ ନିର୍ଯାସ ନେଇକି ସେଥିରେ ଯେହେତୁ ରଖି ଦିଆଯାଇଛି, ତେଣୁ ଏହା ଅତି ଉତ୍ତମ ଏବଂ ସ୍ୱାଦ ଭିନ୍ନ, ପରମ ସ୍ୱାଦିଷ୍ଟ। ଏହା ବୃକ୍ଷରୁ ଅଲଗା ଏବଂ ସ୍ୱତନ୍ତ୍ର। ଏହା ସାଧାରଣ କଥା ନୁହେଁ। ଭାଗବତର କଥା ସୁକଦେବଙ୍କ ସୁଖ ନିଃସୃତ ବାଣୀ ଅଟେ। ଏହାର ଆଉ ଟିକେ ବ୍ୟାଖ୍ୟା କରିବା। ବୃକ୍ଷ ଯଦି ଆମେ ଦେଖନ୍ତୁ ଉଦାହରଣ, ବୃକ୍ଷର ମୂଳରୁ ଅଗ୍ର ପର୍ଯ୍ୟନ୍ତ ରସରେ ଭର୍ତ୍ତି। ସେ ରସ ଥିଲେ ମଧ୍ୟ ସେ ରସ ଯଦି ଆମେ ପାଇବା ତାହେଲେ ତାର ସେଟା କେବେ ବି ସ୍ୱାଦିଷ୍ଟ ଲାଗିବ ନାହିଁ, ତାର ସ୍ୱାଦ କିଛି ନାହିଁ। କିନ୍ତୁ ତାଠାରୁ ଅଲଗା ହେଉଛି ଏ ଫଳ। ସେ ଶାଖା ପ୍ରଶାଖରୁ ସବୁ ରସ ଗୁଡ଼ାକ ସଂଗ୍ରହ କରିକିରି ଯେତେବେଳେ ଫଳ ରୂପ ନିଏ, ତାହା ଡାଳ ପତ୍ର ରସ ଠାରୁ ଅଲଗା ସ୍ୱାଦଯୁକ୍ତ ହୋଇଯାଏ, ଅତ୍ୟନ୍ତ ସ୍ୱାଦଯୁକ୍ତ ହୋଇଥାଏ। ତେଣୁ ଯଦି ଆମେ ଅନ୍ୟ ଶାସ୍ତ୍ର, ଭାଗବତ, ଏ ଶାସ୍ତ୍ର, ପୁରାଣ, ଉପନିଷଦ ଏଗୁଡ଼ାକୁ ଡାଳ, ପତ୍ର ଇତ୍ୟାଦି ଦେଖିବା ବୃକ୍ଷର, ତାହେଲେ ତାର ନିର୍ଯାସ ଅର୍ଥାତ୍ ଇଏ ଭାଗବତ ହେଲେ ଯେ ରଚନା କରାଯାଇଛି, ଭାଗବତରେ ଥୋଇଛନ୍ତି ଆଣିକିରି ବ୍ୟାସଦେବ, ଇଏ ହେଉଛି ସେ ରସାଳ ଫଳ। ତେଣୁ ଭାଗବତକୁ ପାନ କଲେ ଆଉ ଅନ୍ୟ ଶାସ୍ତ୍ର ଗୁଡ଼ିକର ଆଉ କିଛି ଦରକାର ନାହିଁ, ଏଇଥିରେ ସବୁ କିଛି ଅଛି। ତେଣୁ ଇଏ ଅଧିକ ରସାଳ। ଆଉ ଗୋଟେ ଉଦାହରଣ, ସେମିତି କ୍ଷୀରରେ ଯଦି ଘିଅ ଥିବ ତାହେଲେ ଖାଲି ଦୁଗ୍ଧ ପାନ ଯଦି ଆମେ କରିବା ତାହେଲେ ଘିଅର ସ୍ୱାଦ ଜାଣିବା ସମ୍ଭବ ନୁହେଁ, ଜାଣି ହେବନି ଠିକ୍ ଭାବରେ। କିନ୍ତୁ ଯେତେବେଳେ ସେ କ୍ଷୀରରୁ ଘିଅ ଗୁଡ଼ାକ ଆମେ ବିଭିନ୍ନ ପ୍ରଣାଳୀରେ ତିଆରି କରିନେଉ, ତାକୁ କ୍ଷୀରରୁ ଅଲଗା କରିଦିଆଯାଏ, ତାହେଲେ କ'ଣ ହବ? ତାହା ଦେବତାମାନଙ୍କର ବି ପ୍ରିୟ ହୋଇଥାଏ। ସେମିତି ଆଖୁ ଦେଖିଛେ ଆମେ, ଆଖୁରେ ମୂଳରୁ ଅଗ ପର୍ଯ୍ୟନ୍ତ ସବୁଠି ମିଠା ରସ, କିନ୍ତୁ ତାକୁ ପାଇଲେ ମିଠା ଲାଗେ ସିନା, କିନ୍ତୁ ଚିନି ବା ଗୁଡ଼ର ସ୍ୱାଦ ଆମେ ସେଥିରୁ ପାଇପାରୁ ନାହିଁ। ତେଣୁ ଆଖୁରୁ ରସ ଅଲଗା। ଆମେ କହୁନି ଯେ ଯେତେ ଶାସ୍ତ୍ର ଅଛି, ପୁରାଣ ଅଛି ବା ଆମର ଉପନିଷଦ ଅଛି ସେଗୁଡ଼ିକ ସ୍ୱାଦହୀନ, ସେଥିରେ ବି ସ୍ୱାଦ ଅଛି, କିନ୍ତୁ ସିଏ ସ୍ୱାଦ ଠାରୁ ସେଇଥିରୁ ବାହାରିଥିବା ଯେଉଁ ଭାଗବତମ ବା ତାର ନିର୍ଯାସ ନେଇକି ଯେଉଁ ଭାଗବତମ ହେଇଛି, ତାର ସ୍ୱାଦ ଅତ୍ୟନ୍ତ ସ୍ୱାଦିଷ୍ଟ। ତେଣୁ ସେଠୁ ଯଦି ଅଲଗା କରିଦିଆଯାଇ ଗୁଡ଼ ବା ଚିନି ତିଆରି କଲା ପରେ ତାହା ଅଧିକ ମିଠା ଲାଗେ ଏବଂ ତାର ସ୍ୱାଦ ସ୍ୱତନ୍ତ୍ର ହୁଏ। ଭଗବତ କଥାରେ ସେହିପରି ଅନ୍ୟ ଶାସ୍ତ୍ର, ବେଦ, ଉପନିଷଦର ନିର୍ଯାସ ଉପବେଶିତ ହେବା ପରେ ଇଏ ସ୍ୱତନ୍ତ୍ର ସ୍ୱାଦଯୁକ୍ତ ହୋଇ ଉଠିଛି ଏବଂ ଇଏ ଅଧିକ ସ୍ୱାଦିଷ୍ଟ ହୋଇଯାଇଛି ଏବଂ ଏହା ସେମାନଙ୍କ ଠାରୁ, ଅନ୍ୟ ଶାସ୍ତ୍ର ଗୁଡ଼ିକ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ଅଟେ। ଇଦଂ ଭାଗବତ ନାମ ପୁରାଣମ୍ ବ୍ରହ୍ମ ସମ୍ମିତମ୍ ଭକ୍ତି ଜ୍ଞାନ ବିରାଗେଣ ସ୍ଥାପନୀୟ ପ୍ରକାଶିତମ୍। ଭଗବାନଙ୍କ ମୁଖ ନିଃସୃତ ବାଣୀ ଗୀତାକୁ ଲେଖିଥିବା ବେଦ ବେଦାନ୍ତରେ ପାରଙ୍ଗମ ଓ ସେ ସବୁର ରଚୟିତା ବ୍ୟାସଦେବ ଏସବୁ ରଚନା କଲା ପରେ ବି ତାଙ୍କ ମନରେ ଶାନ୍ତି ପାଇପାରୁନଥିଲେ। ଏତେ ସୁନ୍ଦର, ଏତେ ମୂଲ୍ୟବାନ ଜିନିଷ ବସ୍ତୁ ଗୋଟେ ସେ ତିଆରି କରିଛନ୍ତି, ବା ଭାଗବତ ସ୍ୱୟଂ ଭଗବାନ ଯେଉଁଥିରେ ବିରାଜମାନ କରୁଛନ୍ତି, ନିଜେ ସ୍ୱୟଂ ଭଗବାନ ଏଇଟା କରିସାରିଲା। ଏଇଟା କରିବା ପୂର୍ବରୁ ସେ ଯଦି ଅନ୍ୟ ସମସ୍ତ ଶାସ୍ତ୍ର ଉପନିଷଦ ସବୁ ରଚନା କରିସାରିଥିଲେ, କିନ୍ତୁ ତାଙ୍କ ମନରେ କେତେବେଳେ ବି ଶାନ୍ତି ସେ ପାଇପାରୁନଥିଲେ। ଶେଷରେ ସଂସାରରେ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ସ୍ଥାପନ ପାଇ ନାରଦଙ୍କ ପରାମର୍ଶରେ ଭାଗବତ ରଚନା କଲା ପରେ ତାଙ୍କର ଅସ୍ଥିର ମନ ସ୍ଥିର ହୋଇଥିଲା। ଭାଗବତ କଥା ଶ୍ରବଣ ପରେ ତୃପ୍ତ ଜୀବନମ୍ ଅର୍ଥାତ୍ ସାଂସାରିକ ସମସ୍ତ ଦୁଃଖ ନାଶ ହୋଇଥାଏ, ଜୀବର ସବୁ ପାପ ନଷ୍ଟ ହୁଏ, ଶ୍ରବଣ ମଙ୍ଗଳମ୍ ଅର୍ଥାତ୍ ପ୍ରାଣୀର ସର୍ବ ମଙ୍ଗଳ ହୋଇଥାଏ ଇହକାଳ ଓ ପରକାଳରେ। ଏଣୁ କୁହାଯାଏ, ବାଲ୍ୟକାଳୁ ଧନ ଧର୍ମ ମୁଁ ସଞ୍ଚିବି ଏ ଜୀବନ ନିଶ୍ଚିତ। ବୟସକୁ ଅପେକ୍ଷା ନ କରିକିରି ପିଲା ବେଳୁ ଧର୍ମ ଅର୍ଜନ ଓ ଭଗବତ କର୍ମ ନିମିତ୍ତ ଧନ ଅର୍ଜନ କରିବା ଆମେ ସମସ୍ତେ ଉଚିତ, ଆମ ସମସ୍ତଙ୍କର ଉଚିତ। ସଂସାରର ମାୟାବନ୍ଧନର
ବିଷୟରୁ ଲାଳସାରୁ ଆମେ ତାହେଲେ ମୁକ୍ତ ହେଇପାରିବା। ତେଣୁ କୁହାଯାଏ ବାଳକେ ମୋର ବୋଲ କର ବେଳହୁଁ ଗୋବିନ୍ଦ ସୁମର। ତେଣୁ ବେଳ ଥାଉ ଥାଉ ଗୋବିନ୍ଦ ନାମ ଜପ, ଶ୍ରବଣ, କୀର୍ତ୍ତନ ଓ ମନନ କରି ଏ ଚାରିଟା ଜିନିଷ ଦରକାର। ଜପ କରିବା, ଶ୍ରବଣ କରିବା, କୀର୍ତ୍ତନ କରିବା ଏବଂ ମନନ କଲେ ତାଙ୍କର ଅହେତୁକି କୃପା ଲାଭ କରି ପରମ ଧାମକୁ ଗତି କରିବାର ପଥ ଆମର ପରିଷ୍କାର ହେଇଥାଏ। ଏହା ନିଶ୍ଚିତ ଭାବରେ ପଥ ପରିଷ୍କାର କରିବ। ତେଣୁ ଏ କ୍ଷଣଭଙ୍ଗୁର ସଂସାରରେ ଜୀବନରେ ଆମର ଏଇ ଲକ୍ଷ୍ୟ ହେବା ଉଚିତ ଯେ ସବୁବେଳେ ଆମେ ଭଗବାନଙ୍କର ଗୁଣକୀର୍ତ୍ତନ କରିବା ଦରକାର ଅଛି ଏବଂ ସେଥିପାଇଁ ଏ ଭାଗବତ ଆମକୁ ଅଧିକ ସୁଯୋଗ ପ୍ରଦାନ କରିଥାଏ। ଯଦି ପ୍ରତିଦିନ ଭାଗବତ ପଠନ ଓ ଶ୍ରବଣ କରିବେ ତାହେଲେ ଆପଣଙ୍କ ହୃଦୟରେ ଶ୍ରୀକୃଷ୍ଣ ସ୍ୱୟଂ ବିରାଜମାନ କରିଥାନ୍ତି। ତେବେ ଭାଗବତ ଯୋଉଟାକୁ ଆମେ ଭାଗବତମ ଯୋଉଟା ପଢିବା ସେ କେଉଁ ଶାସ୍ତ୍ରକୁ ଭାଗବତ ବୋଲି ଆମେ କିପରି ଜାଣିବା? ଯେଉଁଥିରେ 18,000 ଶ୍ଲୋକ, 12 ସ୍କନ୍ଦ ରହିଥିବ ଓ ସେଥିରେ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରି ଶୁଣଉଥିବେ, ତାହା ହିଁ ଭାଗବତ ଗ୍ରନ୍ଥ। ଏହା ପଢିଲେ ଭଗବାନ ଆପଣଙ୍କ ହୃଦୟରେ ବାସ କରିଥାନ୍ତି ଏବଂ ଆପଣଙ୍କୁ ମଧ୍ୟ ମୁକ୍ତି ମିଳିଥାଏ। କ୍ଷଣିକ ମାତ୍ରେ ଭାଗବତ କଥା ଯଦି କର୍ଣ୍ଣକୁ ପ୍ରବେଶ କରିବ, ମାତ୍ର କ୍ଷଣିକ କିଛି ସମୟ, ତାହେଲେ ଏ ଜନ୍ମଚକ୍ରରୁ ଆମକୁ ମୁକ୍ତି ମିଳିଯାଏ। ଯଦି ଆଉ ପୁନରପି ଜନ୍ମ ପୁନରପି ମରଣମ ଏହା ହୋଇନଥାଏ। ଯଦି ଏହା ଶ୍ରବଣ ନ କରନ୍ତି ତାହେଲେ କ'ଣ ହବ ନା ଏ ସଂସାରରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଚକ୍ରରେ ଆମକୁ ଘୁରି ବୁଲିବାକୁ ପଡ଼ିବ। ସବୁ ଶାସ୍ତ୍ର ମଧ୍ୟରେ କେବଳ ଭାଗବତ ଶାସ୍ତ୍ର ଏହି ସବୁ ପାପକୁ ନଷ୍ଟ କରି ମୁକ୍ତି ପ୍ରଦାନ କରିଥାଏ। ଏଣୁ ଅନ୍ୟ ଶାସ୍ତ୍ର ପୁରାଣ କିଛି ପଢ଼ିବାର ଆବଶ୍ୟକତା ନାହିଁ, କେବଳ ଭାଗବତ ହିଁ ଯଥେଷ୍ଟ। ଏତେ ପଢ଼ିବାକୁ ବି ଆମ ପାଖରେ ସମୟ ନାହିଁ, ଭାଗବତ ହିଁ ଯଥେଷ୍ଟ। ଭାଗବତ ପଠନ କରି ଅନ୍ୟ ଶାସ୍ତ୍ର ପଢ଼ିବା ଦ୍ୱାରା କାହିଁକି ଏ କଥା ବି ମନା କରାଯାଇଛି ନା ଆମେ କଳିଯୁଗର ଲୋକ, ଆମେ ସାଂସାରିକ ଲୋକ, ତେଣୁ ଏ ଭିତରେ ଆମ ପାଖରେ ସମୟର ବି ବହୁତ ଅଭାବ ଏବଂ ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ ଭାବରେ ଭାଗବତ ପାଠ ନ କରି ଅନ୍ୟ ଶାସ୍ତ୍ର ସବୁ ପଢ଼ିବା ଦ୍ୱାରା କ'ଣ ହବ ନା ଆମର ମନ ଭ୍ରମିତ ହେବାର ବି ସମ୍ଭାବନା ରହିଥାଏ। ତେଣୁ ଗୋଟିଏ ଶାସ୍ତ୍ର ପରମ ଶାସ୍ତ୍ର ଯିଏକି ପରମ ବ୍ରହ୍ମ ସ୍ୱୟଂ, ତାଙ୍କୁ ହିଁ ଧରିବା ଦରକାର ଅଛି। ଯେଉଁ ଗୃହରେ ଏ ଭାଗବତ ମହାପୁରାଣ ସବୁଦିନ ପାଠ କରାଯାଏ ସେ ଗୃହ ତୀର୍ଥରେ ପରିଣତ ହୋଇ ସମସ୍ତ ଘର ଲୋକଙ୍କର ମଧ୍ୟ ପାପ ନଷ୍ଟ ହୋଇ କଲ୍ୟାଣ ସାଧନ କରିଥାଏ ବା ସେମାନଙ୍କର ଉଦ୍ଧାର ମଧ୍ୟ କରିଥାଏ। ହଜାରେ ଅଶ୍ୱମେଧ ଯଜ୍ଞ 100 ବାଜପେୟ ଯଜ୍ଞ ଫଳ ଯଦି ଏକଣା ହବ, ବୋଲି ଦେଖନ୍ତୁ 1000 ଅଶ୍ୱମେଧ ଯଜ୍ଞ ଏବଂ 100 ବାଜପେୟ ଯଜ୍ଞର ଫଳ ଯଦି ଏକଣା ହବ, ତାହେଲେ ଭାଗବତ ଶ୍ରବଣ ଫଳ 16 ଅଣା ଅଟେ, ଅର୍ଥାତ୍ ତାଠାରୁ ବହୁ ଅଧିକ ଅଟେ। ତେଣୁ ନାରଦ ମୁନି କହୁଛନ୍ତି ତପସ୍ୱୀ ମୁନି ଋଷିଗଣ ଯେ ପର୍ଯ୍ୟନ୍ତ ମଣିଷ ସମ୍ପୂର୍ଣ୍ଣ ରୂପେ ଭାଗବତ ଶ୍ରବଣ କରିନାହିଁ ସେ ପର୍ଯ୍ୟନ୍ତ ସେମାନଙ୍କ ଶରୀରରୁ ପାପ ନଷ୍ଟ ହୁଏ ନାହିଁ। ଏ ଭାଗବତ ଶ୍ରବଣ ଫଳ ଗଙ୍ଗା, କାଶୀ, ପ୍ରୟାଗ, ଗୟା, ପୁଷ୍କର ଯେ ଯାଇକି ଆମେ ବୁଡ଼ ପକାଉଛେ ଆମ ପାପ ସବୁ ହରଣ କରିବା ପାଇଁ, ପାପ ନଷ୍ଟ କରିବା ପାଇଁ, ସେଥିରେ ବୁଡ଼ ପକାଇ ସେଠାରେ ବାସ କରି ଯେତେ ଦାନ ଧର୍ମ କଲେ ମଧ୍ୟ ଭାଗବତ ଫଳ ଏ ଶ୍ରବଣର ଫଳ ସହ ସେ କେବେ ସମାନ ହେଇପାରିବ ନାହିଁ। ତାହେଲେ କେତେ ପୁଣ୍ୟମୟ ଜିନିଷ ଏଇଟା ଆପଣ ଚିନ୍ତା କରନ୍ତୁ। ଭଗବାନ ଯେତେବେଳେ ସ୍ୱଧାମ ଗଲେ ସିଏ ତାଙ୍କ ସହ ଧର୍ମ ଶାସ୍ତ୍ର ଇତ୍ୟାଦି ସବୁ ନେଇଯାଇଥିଲେ। ନାରଦ ପଚାରିଲେ କଳି ଯୁଗରେ ଲୋକ ଯେତେବେଳେ ଶ୍ରବଣ ଶକ୍ତି ଲୋକଙ୍କର ହ୍ରାସ ହବ, ମାୟାର ବଶ ହୋଇ ବିପଦଗାମୀ ହେବେ, ସେଥିରୁ ଉଦ୍ଧାର ପାଇବେ କିପରି, ତାର ଉପାୟ କ'ଣ? ତେଣୁ ଭଗବାନ ବ୍ୟାସଦେବଙ୍କ ଦ୍ୱାରା, ସେଇଥିପାଇଁ ଭଗବାନ ବ୍ୟାସଦେବଙ୍କ ଦ୍ୱାରା ଏ ଭାଗବତ ରଚନା ବା ଲିଖିତ ଆକାରରେ ଭାଗବତକୁ ପ୍ରକାଶ କଲେ। କଳି ଯୁଗରେ ଯଦି ଦାନ କରିବାର ଅଛି, ଭଗବାନଙ୍କ ସମ୍ବନ୍ଧୀୟ ପୁସ୍ତକ ସବୁ ଦାନ କରନ୍ତୁ। ଯାହା ପାଠ କଲେ, ଶୁଣିଲେ, ଶୁଣାଇଲେ, ଯାହା ବି କଲେ ସୀତାକୁ
ସେ ଜନ୍ମଚକ୍ରରୁ ମୁକ୍ତ ହେଇଯିବ, ନର୍କ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇବ, ତାର ସମସ୍ତ ଦୁଃଖ ଦୂର ହେବ, ସଂସାର ମାୟାର ବନ୍ଧନରୁ ମଧ୍ୟ ସେ ମୁକ୍ତ ହେଇଯିବ, କିଛି ଅସୁବିଧା ତାର ରହିବନି ଏ ଜନ୍ମରେ। ଭଗବାନଙ୍କ ମୁକ୍ତିର ପଥ ପରିଷ୍କାର କରିଦେବ। ଭଗବାନଙ୍କ ଭଜନ କୀର୍ତ୍ତନ ଶ୍ରବଣ କଲେ ଯାହା କେବଳ ମାନବ ଜନ୍ମରେ ହିଁ ସମ୍ଭବ, ଅନ୍ୟ କୋଉ ଜନ୍ମରେ ବି ସମ୍ଭବ ନୁହେଁ। ଦୁର୍ଲଭ ମାନବ ଜନ୍ମ ସେଇଥିପାଇଁ କୁହାଯାଇଛି। ଭଗବାନଙ୍କର କୃପା ଲାଭ କରିବେ ଏବଂ ଜୀବର ଉର୍ଦ୍ଧ୍ୱ ଗତି ହିଁ ହେବ ଏବଂ ସେ ନିଜ ଜୁନିରେ କେବେ ବି ଜନ୍ମଗ୍ରହଣ କରିବ ନାହିଁ। ଗୋଟିଏ ଶ୍ଲୋକର ଅଧା, ଗୋଟିଏ ଶ୍ଲୋକ ବା 1/4 ନିୟମିତ ଭାବେ ବା ନିୟମ ମାନିକିରି ଯଦି ଆମେ ପଢ଼ିବା, ଯେ ଓଙ୍କାର ଗାୟତ୍ରୀ ଏବଂ ଭାଗବତ ବାସୁଦେବ, ଗୋମାତା, ବ୍ରାହ୍ମଣ, ଅଗ୍ନିହୁତ ଏବଂ ପ୍ରୟାଗ କୃଷ୍ଣ ଭାଗବତ ଏସବୁ ହୋମ ମଧ୍ୟରେ ତୁଳସୀ ଜଗନ୍ନାଥ କିଛି ଭେଦ ଦେଖିନଥିବା ବ୍ୟକ୍ତି ହେଲେ ଜ୍ଞାନୀ। ତେଣୁ ଇଏ ଯେଗୁଡ଼ା କହିଲି ମୁଁ, ଏଗୁଡ଼ାକ ଭିତରେ କିଛି ଭେଦ ମଧ୍ୟ ଆମ ମନ ଭିତରେ ରହିବା ଦରକାର ନାହିଁ। ଏ ସମସ୍ତଙ୍କ ଭିତରେ ଭଗବାନ ସ୍ୱୟଂ ବିରାଜମାନ କରୁଛନ୍ତି। ଯେଉଁ ଭାଗବତ ପାଠ କଲେ ମୁକ୍ତି ପାଇବ, ପୂର୍ବଜନ୍ମର କୋଟି କୋଟି ପାପ ନାଶ ହେବ, ରାଜସ୍ୱ ଅଶ୍ୱମେଧ ଯଜ୍ଞର ପୁଣ୍ୟ ଫଳ ମିଳିବ, ଯିଏ ଜଳ ଦେବେ ଓ ଭାଗବତ ପାଠ କରିବେ ତାଙ୍କର ବୈକୁଣ୍ଠ ପ୍ରାପ୍ତି ବା ବୈକୁଣ୍ଠ ଗତି ହିଁ ହେବ। ପୁଣି ଅନ୍ତକାଳରେ ତା ମୃତ୍ୟୁ ସମୟରେ, ମରିବା ସମୟରେ ଯଦି ଭାଗବତ ଶ୍ରବଣ କେହି କଲେ, ତାହେଲେ ଭଗବାନ ସେଥିରେ ସନ୍ତୁଷ୍ଟ ହୋଇ ତାଙ୍କୁ ବୈକୁଣ୍ଠ ପ୍ରାପ୍ତି ବା ମୁକ୍ତି ଦେଇଥାନ୍ତି। ଯିଏ ଇଏ ମହାପୁରାଣକୁ ସୁବର୍ଣ୍ଣ ସିଂହାସନରେ ରଖି ବୈଷ୍ଣବ ମାନଙ୍କୁ ଦାନ କରନ୍ତି, କୃଷ୍ଣ ତାଙ୍କୁ ସାଜୁଜ୍ୟ ମୁକ୍ତି ବା ବୈକୁଣ୍ଠରେ ତାଙ୍କୁ ବାସ କରିବାର ବ୍ୟବସ୍ଥା କରିଥାନ୍ତି। ଯେଉଁ ମୂଢ଼ ଆମେ ଏ ସଂସାରରେ ଜନ୍ମରୁ ଏପର୍ଯ୍ୟନ୍ତ ଯଦି ଶଠତା ଅଳସୁଆମୀ ଦେଖେଇଲା, ଯେ ହଁ କାଲି କରିବା ଆଜି ସମୟ ନାହିଁ, ଏମିତି ଯଦି ହଉଥିବ, ତାହେଲେ ଭାଗବତ ପାଠ ଏବଂ ଶ୍ରବଣରେ ଯଦି ଅନାଗ୍ରହୀ ସେ ହେଲା, ସେ ଚାଣ୍ଡାଳ ଠାରୁ ବି ହୀନ, ତାର ସମଗ୍ର ଜୀବନ ବୃଥା ହେଇଗଲା ଏବଂ ତାର ଜନ୍ମ ପଶୁତୁଲ୍ୟ ବୋଲି କୁହାଯାଇଥାଏ। ଆଉ ଟିକେ ଅଛି ସମୟ ଦେଖିବା। ଜଣେ କୋଟି ଜନ୍ମର ପୁଣ୍ୟ ଏକାଠି ହେଲେ ଦୁର୍ଲଭ ଶ୍ରୀମଦ ଭାଗବତ କଥା ଶୁଣିବାକୁ ସକ୍ଷମ ହୁଅନ୍ତି ବୋଲି ଆମେ ଆଗରୁ ଆଲୋଚନା କରିଛୁ। ତେଣୁ ଇଏ ଭାଗବତ କଥା ପାଠର କିଛି ନିୟମ, କେବେ, କେତେ ଦିନ, କେତେବେଳେ ଶ୍ରବଣ କରିବା, ଇଏ କିଛି ନିୟମ ନାହିଁ। ଏଇ ସମୟରେ ଏଇଠି ଏଇ ଜାଗାରେ ବସିକିରି ଆମେ କରିବା, ସେମିତି କିଛି ନାହିଁ। ସଦାସର୍ବଦା ପାଠ ଶ୍ରବଣ କରିପାରିବେ, ମାତ୍ର ସେଇ ଶ୍ରବଣ ଏବଂ ପାଠଟା ଭକ୍ତିର ଏବଂ ଶ୍ରଦ୍ଧାର ସହ ହେବା ଉଚିତ ଏବଂ ଯିଏ ଶୁଣିବ ବା ଯିଏ ପାଠ କରିବ ତା ପାଖରେ ସେ ଭକ୍ତି ଏବଂ ଶ୍ରଦ୍ଧା ରହିବା ଦରକାର। ଭଗବାନଙ୍କ ଚରଣରେ ଭକ୍ତି ରହିବା ଦରକାର ଏବଂ ରହିବା ଦରକାର। ଖାଲି ଗୋଟେ ପାଠ ଭାଗବତ ପଢିବାର ତ ଅଛି, ଟିକେ ପଢିଦେଲେ ଦିଟା ଶ୍ଲୋକ ସରିଲା, ସେଭଳି ହେଇପାରିବନି। ଭଗବାନଙ୍କର ଯଦି ପ୍ରାପ୍ତି ଏତେ ସହଜରେ ମିଳିଯାଉଥାନ୍ତା, ତାହେଲେ ତ ସମସ୍ତେ ଭଗବାନ ପାଇଯାଆନ୍ତି। ଆଉ ମଧ୍ୟ ସତ୍ୟ କହୁଛି, ଯିଏ ଭାଗବତ ପାଠ କରୁଥିବେ ବା ଭାଗବତ ଶ୍ରବଣ କରୁଥିବେ, ସିଏ କିଛି ଜିନିଷ ଆଚରଣରେ ମଧ୍ୟ ସଂଶୋଧନ ଆଣିବା ଦରକାର ଅଛି। ସେ ସତ୍ୟ କହୁଥିବେ, ବ୍ରହ୍ମଚର୍ଯ୍ୟ ପାଳନ କରିବା ଆବଶ୍ୟକ, ମୈଥୁନରେ ସଂଯୁକ୍ତ ହେବେନି। ଏହା କଲେ ହୃଦୟର ସମସ୍ତ ଅନର୍ଥ ମଧ୍ୟ ନଷ୍ଟ ହୋଇଯିବ। ଯେତେ ଆପଣ ନିଷ୍ଠାରେ କରିପାରିବେ ସେତେ ଲାଭ ପାଇବେ, ଫଳ ପାଇବେ। ଏଗୁଡ଼ା ସବୁ ଯେ କରିପାରିବେ ସମସ୍ତେ ତାହା ବି ମଧ୍ୟ ସମ୍ଭବ ନୁହେଁ। କିନ୍ତୁ ଯେତିକି ପାରିବା ଆମେ ସବୁବେଳେ ନିଷ୍ଠା ଏବଂ ଶ୍ରଦ୍ଧାର ସହିତ, ଭକ୍ତିର ସହିତ ଭାଗବତଙ୍କୁ ପାଠ କରିବା ଏବଂ ଶ୍ରବଣ କରିବା ଉଚିତ। ଏହା ହେଲେ କ'ଣ, ଏଇଗୁଡ଼ା କାହିଁ କୁହାଯାଇଛି ନା, ଏଇଗୁଡ଼ିକ କଲେ ଆମ ମଧ୍ୟରେ ମନ ଏବଂ ଭକ୍ତି, ମନରେ ଶ୍ରଦ୍ଧା ଏବଂ ଭକ୍ତି ଜନ୍ମ ହେବ। କେମିତି ନା, ଏଥିରେ ମନ ବିଚଳିତ ହବନି। ଏଇସବୁ ଜିନିଷ ଆମର ମନକୁ ବିଚଳିତ କରିଦେଇଥାଏ। କଳି ଯୁଗରେ ଏହା ବେଶୀ ଦିନ ପର୍ଯ୍ୟନ୍ତ କରିବା କଠିନ ହୋଇଯାଏ। କାହିଁକି 7 ଦିନ କରାଯାଇଛି, 7 ଦିନ ଭାଗବତ ଆଲୋଚନା? ନା, କଳି ଯୁଗରେ ଆମ ପାଖରେ ସମୟରେ ସବୁବେଳେ ଅଭାବ। ଯେତେବେଳେ ଯୋଉ କଥା କହିବା, ମୋ ପାଖରେ ଭାଇ ସମୟ ନାହିଁ, ଆମେ ସବୁବେଳେ କହୁଛେ। ତେଣୁ ସମୟ ପାଇବା ଆମ ପାଇଁ ବହୁତ କଠିନ ହେଇଥାଏ। ତେଣୁ କିଛି ବିଶେଷ ବିଧି ସୁଖଦେବ ଗୋସ୍ୱାମୀ କହିଛନ୍ତି। ସେ ଭାଗବତ ଶ୍ରବଣ ପାଇଁ ମାତ୍ର 7 ଦିନ ସମୟ ସେଇଥିପାଇଁ ନିର୍ଦ୍ଧାରଣ କରିଛନ୍ତି। ତେଣୁ ଭାଗବତ ସପ୍ତାହ ବୋଲି କୁହାଯାଏ। ଭାଗବତ ସପ୍ତାହ 7 ଦିନ ଭାଗବତ ଆଲୋଚନା କରାଯାଏ।
ମାଘ ମାସରେ ମଧ୍ୟ ମାଘ ମାସ ମଧ୍ୟରେ ଶୁଣିଲେ ବେଶୀ ଫଳ ମିଳେ ବୋଲି କହନ୍ତି, କିନ୍ତୁ ମାଘ ମାସ ମଧ୍ୟରେ ଶୁଣିଲେ ଭାଗବତ ଶ୍ରବଣ କଲେ ଯେଉଁ ଫଳ ମିଳେ ଯେକୌଣସି ସମୟରେ ଶ୍ରଦ୍ଧାରେ ଏବଂ ଭକ୍ତିରେ ଯଦି ଆମେ 7 ଦିନ ଶୁଣିବା ସିଏ ବି ସେ ସମାନ ଫଳ ମିଳିବ। ତେଣୁ କେବଳ ମାଘ ମାସରେ ଯେ ଶୁଣିଲେ ହବ ସେମିତି କିଛି ନାହିଁ। କଳିରେ ମନର ଚଞ୍ଚଳତା ରୋଗ ଅଳ୍ପ ଆୟୁଷ ଯୋଗୁଁ ଗୋଟିଏ ସପ୍ତାହ ନିର୍ଦ୍ଧାରଣ କଲେ, ତେଣୁ ଆମର ଦେହ ଖରାପ ହେଇଯାଉଛି, ଆମେ ସ୍ଥିର ହେଇକି ରହିପାରୁନୁ, ତେଣୁ ମାସ ମାସ ଧରିକି ବସି ସେଥିପାଇଁ 7 ଦିନ ନିର୍ମାଣ କରାଯାଇଛି। ଏଇ କଥାଟା ଆପଣ ଶ୍ରୀଧର ଗୋସ୍ୱାମୀଙ୍କର ଟୀକା ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଭାଗବତ ଶ୍ରବଣର ଫଳ ତପସ୍ୟା ଯୋଗ ସମାଧି ଯଜ୍ଞ ଦ୍ୱାରା ପାଇବା ସମ୍ଭବ ନୁହେଁ, ଏହା ଧ୍ୟାନ ଜ୍ଞାନ ଠାରୁ ମଧ୍ୟ ଶ୍ରେଷ୍ଠ। ତେଣୁ ଏଇ ଯେ ପରମ ଶ୍ରେଷ୍ଠ ଭାଗବତ ତାକୁ ପାଠ କରୁଥିବ ନିତ୍ୟ, ଏଇଥିରୁ ଆମେ ଏହା ଜାଣିଲୁ ଯେ ଭାଗବତଙ୍କୁ ଛାଡ଼ି ଆଉ ସାରବସ୍ତୁ ଏ ସଂସାରରେ କିଛି ନାହିଁ। ତେଣୁ ଏ ଭାଗବତ ପାଠକୁ ବା ଭାଗବତ କଥାକୁ ଆମେ ଶ୍ରଦ୍ଧାର ସହିତ ଭକ୍ତିର ସହିତ ଶୁଣି ଆମ ହୃଦୟରେ ସ୍ଥାପନ କରିବା ଆବଶ୍ୟକ, ତାହେଲେ ଯାଇକି ଆମେ ଭଗବାନଙ୍କୁ ପାଇପାରିବା। ଭଗବାନଙ୍କର କୃପା ଲାଭ, ଭଗବାନ ତ ଆମ ପାଖରେ ଅଛନ୍ତି, ସେ ଭାଗବତରେ ହିଁ ଅଛନ୍ତି, ତେଣୁ ତାଙ୍କ କୃପା ଲାଭ ଆମେ କରିପାରିବା ଏବଂ ଆମର ମୁକ୍ତିର ପଥ ଉନ୍ମୁକ୍ତ ହେଇଯିବ ଏବଂ ଆମେ ଗୋଲକ ବୃନ୍ଦାବନକୁ ଯାଇପାରିବା ବା ପରବର୍ତ୍ତୀ ସମୟରେ ଏହି ଜନ୍ମ ମୃତ୍ୟୁ ଚକ୍ରରୁ ଆମେ ମୁକ୍ତି ପାଇପାରିବା। ତେଣୁ ଆଜିର କଥାକୁ ଏଇଠି ବିରାମ ଦେବା ମୁଁ ଭାବୁଛି, କାରଣ ସମୟ ଆପଣଙ୍କର 8ଟା ହେଇଯାଇଛି। ପରବର୍ତ୍ତୀ କଥା ଯେତେବେଳେ ମୋତେ ସୁଯୋଗ ମିଳିବ ପ୍ରଭୁ ଦେବେ, ସେତେବେଳେ ଏହାର ପରବର୍ତ୍ତୀ କଥା ମଧ୍ୟ ଅନେକ କିଛି ଅଛି, ଭାଗବତର ଯେଉଁ ଗୁରୁତ୍ୱ ଏ ବିଷୟରେ ଆଲୋଚନା କରିବାର ଅଛି। ହରେ କୃଷ୍ଣ ବିଜୟ ହରେ ପ୍ରଭୁ। କୃଷ୍ଣ ପ୍ରଭୁଜୀ, ଆପଣ ବହୁତ ବଢିଆ କହିଲେ। ଆପଣ ଟିକେ ଟିକେ ସବୁଦିନ ସକାଳ ହେଲେ ଶୁଣେଇବେ ପ୍ରଭୁଜୀ। ଦେଖିବା ପ୍ରଭୁଙ୍କର କୃପା, ଭଗବାନଙ୍କ କୃପା। ଆଜି ଟିକେ ହଁ ତାଙ୍କ କୃପା ପ୍ରଭୁଙ୍କର ଲାଭର କୃପା, ଅପଭାଗ୍ୟ ମୋର। ପ୍ରଭୁଙ୍କର କୃପା ବହୁତ ଅଛି, ବହୁତ ଅଛି। ଆପଣ ବହୁତ ବଢିଆ ଭାବରେ ଶୁଣାଉଛନ୍ତି ପ୍ରଭୁଜୀ, ବିଜୟ ବହୁତ ପ୍ରଭୁଜୀ ବଢିଆ କି ଭାବରେ ଶୁଣ। ହରେ କୃଷ୍ଣ ଜୟ ହରେ କୃଷ୍ଣ ପ୍ରଭୁଜୀ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି, ଆପଣ ଟିକେ ଟିକେ ସବୁଦିନ ଶୁଣେଇବେ ସକାଳ ସକାଳ। ବହୁତ ବଢିଆ ହଉଛି। ଲିଷ୍ଟ ପ୍ରଭୁ କରାଯାଇଛି। ଦଣ୍ଡବତ ପ୍ରଣାମ। ବରଂ ଆମର ତ ପ୍ରଭୁଜୀ ପ୍ରଭୁଜୀ, ଦଣ୍ଡବତ ପ୍ରଣାମ। ବରଂ ଆମର ସକାଳ ଅଧା ଘଣ୍ଟା ହଉଛି, ହରେ କୃଷ୍ଣ ପ୍ରଭୁଜୀ, ସକାଳ ବରଂ ଆମେ 6:30 ପର୍ଯ୍ୟନ୍ତ ହଉଛି ଜପ କରିବୁ, ଆପଣ ଅଧଘଣ୍ଟେ ଭାଗବତ ଡେଲି ଶୁଣାନ୍ତୁ, ବହୁତ ବଢିଆ ଲାଗୁଛି। ତାପରେ ଯାହାର ଖାଳି ଅଛି ସେ କରିବେ ପଛେ, ଆପଣ ଶୁଣାନ୍ତୁ ପ୍ରଭୁଜୀ, ବହୁତ ବଢିଆ ଲାଗୁଛି। ଆମର ଯେତିକି ସମୟ ପାଇବେ କରିବେ ଆଉ। ବହୁତ ବଢିଆ ଲାଗୁଛି ଶୁଣିବା ପାଇଁ। ଯେତେବେଳେ କୃପା ହଉଛି ଆମେ ସମସ୍ତେ ଭଗବାନଙ୍କର ଜୟଗାନ କରିଦବା। ପାଞ୍ଚା କଳପ ତରୁଭ୍ୟଶ୍ଚ କୃପା ସିନ୍ଧୁ ସମସ୍ତେ ମ୍ୟୁଟ ରେ ରୁହନ୍ତୁ। ବୈଷ୍ଣବେଭ୍ୟୋ ନମୋ ନମଃ। ହରେ ହରେ କୃଷ୍ଣ ହରେ କୃଷ୍ଣ ହରେ हरे କୃଷ୍ଣ 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 ହରେ ହରେ हरे राम ରାମ ରାମ ହରେ ହରେ। राम राम हरे ଅନୁରାଧା ମାତାଜୀ ଅନୁରାଧା ମାତାଜୀ। ହରେ କୃଷ୍ଣ ଅନୁରାଧା ମାତାଜୀଙ୍କ ପାଇଁ ହରେ କୃଷ୍ଣ ମହାମନ୍ତ୍ର ଟିକେ କରିବା। ହଁ କରିଦବା ଟିକେ। ହରେ କୃଷ୍ଣ ହରେ ହରେ କୃଷ୍ଣ କୃଷ୍ଣ ହରେ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ। ସନ୍ଧ୍ୟାବେଳୁ ଆଜି ପ୍ରଭୁଙ୍କର କଥା ଅଛି, ଟିକେ ସେ ମଧ୍ୟ ଠିକ ସମୟରେ ଉପସ୍ଥିତ ହେଇକିରି ଆମକୁ କିଛି ବାଣୀ ଶୁଣେଇକିରି ଆମକୁ କୃତାର୍ଥ କରିବେ। ଆଶା କରୁଛି। ସମସ୍ତେ ଶୁଭୁନି ଟିକେ କରନ୍ତୁ ଆଜି ସନ୍ଧ୍ୟା କଥାଟା ଆଜି ସେଟା ଜଣେ କହିବେ ଯେ ମ୍ୟୁଟ ରେ ଗଲେ ସିନା ଶୁଣିପାରିବେ ଆପଣ। ସମସ୍ତେ ଏବେ ମ୍ୟୁଟ କରିଦିଅନ୍ତୁ। ଆଜି ଆନାଉନ୍ସମେଣ୍ଟ ହଉଛି, ଆପଣ ମାନେ ପ୍ରଭୁଜୀ ଦେଇଛନ୍ତି ଆପଣଙ୍କର ଇଏଟା ଛାଡି ଦେଇଛନ୍ତି ଆପଣଙ୍କ ଗ୍ରୁପ ରେ। କିଏ କୋଉ ଦିନ କେତେବେଳେ କଥା କରିବେ, କୋଉ ସମ୍ବନ୍ଧରେ କଥା କରିବେ, ସେମିତି କିଛି ନାହିଁ। କିଛି କଥା ଭଗବତ କଥା ଆମକୁ ଶୁଣେଇବେ ସମସ୍ତଙ୍କୁ, ଶ୍ରୋତା ମଣ୍ଡଳୀଙ୍କୁ। ତେଣୁ ସେଇ ଲିଷ୍ଟଟାକୁ ଦେଖିକି ସେଇ ସମୟରେ ସମସ୍ତେ ପ୍ରସ୍ତୁତ ରହିବାକୁ ମୋର ଅନୁରୋଧ।
ଆଜି ବୋଧେ ସନ୍ଧ୍ୟାବେଳେ କୋଉ ପ୍ରଭୁଙ୍କର ଅଛି ଟିକେ ଗଦାଧର ପ୍ରଭୁ କି କୋଉ ପ୍ରଭୁଙ୍କର ଅଛି, ତେଣୁ ସେ ମଧ୍ୟ ଯଥା ସମୟରେ ଉପସ୍ଥିତ ହେଇକି ଆମକୁ ଶୁଣେଇବେ କୃତାର୍ଥ ଏବଂ ସମସ୍ତ ଅନଲାଇନରେ ଯୋଡି ହେଇଥିବା ଆମର ଭକ୍ତବୃନ୍ଦକୁ ମୁଁ ଅନୁରୋଧ କରିବି ସମସ୍ତେ ଏଇଭଳି ଭାବରେ ସନ୍ଧ୍ୟାରେ ମଧ୍ୟ ଯୋଡ଼ିବା ଏବଂ ସେ କଥା ଶ୍ରବଣ କରିବା। ଯିଏ ବି କଥା ଆରେ କୁହନ୍ତୁ ଆଜ୍ଞା ସେ କଥା ଯୋଉଭଳି ଭାବରେ ଉପସ୍ଥାପନ କରନ୍ତୁ, ଭଲ ମନ୍ଦ ସେଥିରେ ଭଗବାନଙ୍କ କଥାରେ ଭଲ ମନ୍ଦ କିଛି ବାଛିବା ଉଚିତ ନୁହେଁ ଏବଂ ସେ କଥା ଯାହା ବି ଆପଣ ଶ୍ରବଣ ଖାଲି ଗୋବିନ୍ଦ ନାମ କହିଲେ ବି ଆମେ ଦେଖିଲେ ପୁରା ଶୁଣିଲେ ଏବେ ଗୋବିନ୍ଦ ନାମ ଖାଲି ଗୋବିନ୍ଦ ଗୋବିନ୍ଦ କହିଲେ ବି ସେଇଥିରେ ବି ଆମର ମୁକ୍ତି ହେଇଯିବ, ସେଇଥିରେ ଆମେ ବହୁତ ଭଗବାନଙ୍କର ଆଶୀର୍ବାଦ ପାଇପାରିବା। ତେଣୁ ଯିଏ ଯାହା କୁହନ୍ତୁ ତାକୁ ନଜର ଅନ୍ଦାଜ ନ କରିକିରି ଆମେ ତାଙ୍କ କଥା ଶୁଣିବା ଏବଂ ସେଇ ଯେତିକି କଥା ଆମ ମନ କାନରେ ପଶିବ ଯୋଉ ଭଳି ଭାବରେ ସେ କୁହନ୍ତୁ ଯୋଉ ଭଳି ଭାବରେ ପ୍ରବେଶ କରୁ ତାକୁ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଶୁଣିଲେ ତାର ଫଳ ନିଶ୍ଚିତ ଭାବରେ ଅଛି। ଏଇଟା ଆମେ ବିଶ୍ୱାସ ରଖିକିରି ସମସ୍ତଙ୍କ କଥା ଆମେ ଶୁଣିବା ଏବଂ ଏଇଭଳି ଭାବରେ ଅଧିକ ସଂଖ୍ୟାରେ ଆମେ ଯୋଗଦାନ କରିବା, ଏଇ ଅନୁରୋଧ କରିକିରି ମୁଁ ମୋର ପାଣିକୁ ବିରାମ ଦଉଛି। ହରେ ଦଣ୍ଡବତ କୃଷ୍ଣ ପ୍ରଭୁଜୀ ଦଣ୍ଡବତ ହରେ ପ୍ରଣାମ। କୃଷ୍ଣ ପ୍ରଭୁ ଦଣ୍ଡବତ ପ୍ରଣାମ। ଦଣ୍ଡବତ ପ୍ରଣାମ। ଆରେ ସାନନ୍ଦ ଅନୁରାଧା ପ୍ରଭୁଜୀ କି କୁହନ୍ତୁ ବିଶାଖା ମାତାଜୀ। ସାନନ୍ଦ ପ୍ରଭୁଜୀ କି ଜୟ। ହରେ କୃଷ୍ଣ ଦ୍ରୌପଦୀ ମାତାଜୀ। ହେ ଖାଲି ଦଣ୍ଡବତ କରୁଛ ରୁହ ଟିକେ। ଆରେ ମୁଁ ଟିକେ ଶୁଣ, ପ୍ରଭୁ କହିଥିଲେ ପ୍ରଭୁଜୀ କହିଥିଲେ ଅନୁରାଧା ମାତାଜୀ କ ରେକର୍ଡ କରିବେ ଏଇ ଯୋଉ ଭାଗବତ ହଉଛି। ହଁ ହଉ ସେ ମୁଁ ରେକର୍ଡିଂ ରଖୁଛି। କରିବି। ଆଜ୍ଞା। ମୁଁ କଥା ପଚାରିଥାନ୍ତି, ଏ 7 ଦିନ ମୁଁ ମନ୍ତ୍ର କରିବିନି କି ଶୁଭୁ ନାହିଁ ମାତାଜୀ, ଆପଣଙ୍କ କଥାଟା ଶୁଭୁ ନାହିଁ। ଫୋନ୍ ଟା ମୁହଁ ପାଖକୁ ନେଇକି କୁହନ୍ତୁ ଶୁଭୁନି। ଫୋନ୍ ଟା ପାଖକୁ ନେଇକି କୁହନ୍ତୁ ମାତାଜୀ, ଶୁଭୁ ନାହିଁ କିଛି, କଥା ଦେହ ଗୁଡାକ ଡିସକନେକ୍ଟ ହଉଛି। ଦେହ ଭାଗବତ ପଢିବି ନା ପଢିବିନି? ଆରେ ଭାଗବତ ପଢିବନି ଜପ ଏକା ସବୁ କରିବ ହେଲା। ହଁ। ବହିଟା ଛୁଇଁବିନି ତ? ଭାଗବତ ପଢିବନି କିଛି କରିବନି ଖାଲି ଜପ କରିବ ହେଲା। ହଁ ଠିକ ଅଛି ଠିକ ଅଛି ମାତା। ଆଜ୍ଞା। ହଁ ହଁ। ଜପ କରିବାରେ ପବିତ୍ରତା ଅପବିତ୍ରତା କିଛି ନାହିଁ, ଯୋଉଠି ଯୋଉ ସ୍ଥାନରେ ଯେତେବେଳେ ଆପଣ କରିପାରିବେ। ଆଜ୍ଞା ଆଜ୍ଞା। ଶ୍ୟାମାନନ୍ଦ ପ୍ରଭୁଜୀ କି ଜୟ। ଶ୍ୟାମାନନ୍ଦ ପ୍ରଭୁ ଯୋଡିଛନ୍ତି। ଜୟ। ହରେ କୃଷ୍ଣ। ବିଜୟ ପ୍ରଭୁ ତ ବହୁତ ସୁନ୍ଦର କହିଲେ, ଆମେ ସବୁ କହିପାରିବା କି ନାହିଁ କେଜାଣି? ନାଇଁ ଆଜ୍ଞା ଚେଷ୍ଟା କରିବେ ସବୁ। ମୁଁ କଣ ଆଜି ସନ୍ଧ୍ୟା କରିପାରିବି ବେଳକୁ ମାନେ ସୁଶାନ୍ତ ମୁଁ ପ୍ରଭୁଜୀଙ୍କର ଅଧମ ଅଛି। ମୁଁ ଅଧମ ଅଜ୍ଞାନ ଲୋକ ଏବେ ଆମ ବୁଝୁଛି ପ୍ରଭୁଙ୍କର ସେଇ ଅଛି କଥା ମୁଁ ସେ ଆପଣଙ୍କ ପ୍ରଭୁ ଏକଦମ ପୁରା ଝକାସ କରିଦେଲେ। ତା ଭିତରେ ବି ଜ୍ଞାନୀ ଲୋକ ଅଛନ୍ତି ନା, ଆପଣ ଅଛନ୍ତି। ଏଥର ପ୍ରଭୁଜୀ କ୍ଲାସ ରଖିବା ନା ଶ୍ୟାମାନନ୍ଦ ପ୍ରଭୁଜୀ କିଛି କହିବେ କି? କିଛି କହିବେ? ସାମାନନ୍ଦ କ୍ଲାସ ପ୍ରଭୁ ରଖନ୍ତୁ। ହଁ ଆଜ୍ଞା। ଆଜ୍ଞା।